ଭଲ ସୁନ୍ଦର କଥା ହେଇଥିଲା। ଆଜି ଚନ୍ଦ୍ରଗ୍ରହଣ ଏବଂ ସୂର୍ଯ୍ୟପରାଗ। ଏହି ସୂର୍ଯ୍ୟପରାଗ ଚନ୍ଦ୍ରଗ୍ରହଣରେ ମୋର ବନ୍ଧୁ ହେତୁବାଦୀ ଏବଂ ମିଡ଼ିଆ ବନ୍ଧୁମାନେ, ପଣ୍ଡିତ ମଣ୍ଡଳୀ ଏବଂ ଶୁଣୁଥିବା ଅସଂଖ୍ୟ ଜନତାମାନେ ଏ ଉଭୟଙ୍କର କଥା ନିର୍ଣ୍ଣୟ କରି ନ ପାରୁଥିବାରୁ ତାହା ସନ୍ଦେହଜନକରେ ପହଞ୍ଚିଛି। କିନ୍ତୁ ଋଷି ମୁନି ସାଧୁସନ୍ଥମାନେ ହଜାର ହଜାର ବର୍ଷ ଧରି ଯେଉଁ ଶାସ୍ତ୍ର ନିୟମ କରିଥିଲେ ତାହାକୁ ଆଜି ଭାରତବର୍ଷରେ ସମସ୍ତେ ମାନି ଚାଲିଛନ୍ତି। କିନ୍ତୁ ଏହାର ବାଦ ବିବାଦ ଯେଉଁ ସୃଷ୍ଟି ହେଉଛି, ଏ ବାଦ ବିବାଦରେ ତର୍କ ବିତର୍କରେ ଅସଂଖ୍ୟ ଜନସାଧାରଣ ଏହା ସନ୍ଦେହ ସୃଷ୍ଟି କରୁଛନ୍ତି। ଯଦି ଋଷିମୁନିମାନଙ୍କର ସାଧୁସନ୍ଥମାନଙ୍କର କଥା ଗ୍ରହଣ ଯୋଗ୍ୟ ନୁହେଁ, ତାହେଲେ ଆମର ପ୍ରତ୍ୟେକ ରାଷ୍ଟ୍ର ଭାରତ ସହିତ ସମକକ୍ଷ ନୁହେଁ। କାରଣ ରୁଷିଆ, ଆମେରିକା, ଚାଇନା, ୟୁରୋପ ମହାଦେଶମାନଙ୍କରେ ଜଳବାୟୁ ଯେପରି ଅଛି, ଭାରତରେ ସେପରି ନାହିଁ। ଆମ ଭାରତର ଋଷିମୁନି ସାଧୁସନ୍ଥମାନେ ଭାରତର ପାଣିପାଗ ଜଳବାୟୁକୁ ନେଇ ଖାଦ୍ୟ ନିଷିଦ୍ଧ କରିଥିଲେ। କାରଣ ଖାଦ୍ୟ ଅତ୍ୟଧିକ ଖାଇଲେ ଆମ ନାଭି କମଳରେ ଯେଉଁ ଖାଦ୍ୟ ଜମା ହୋଇକି ରହେ ସେ ହଜମ ହୋଇପାରେନି, ପଚା ହୋଇଯାଏ, ମଣିଷର ରୋଗଗ୍ରସ୍ତ ହୁଏ। ତେଣୁ ଅତି କମ୍ସେ ସଂକ୍ରାନ୍ତି, ଅମାବାସ୍ୟା, ପୂର୍ଣ୍ଣମୀ, ଏକାଦଶୀ, ଦୁଇଟି 5ଟି ଦିନ ଲଘୁ ଆହାର ଖାଇବା ପାଇଁ ସାଧୁସନ୍ଥମାନେ କହିଥିଲେ। କେବଳ ମଣିଷର ସୁସ୍ଥ ସୁନ୍ଦର ଶରୀର, ବୁଦ୍ଧି, ବିବେକ, ଜ୍ଞାନ, ବିଜ୍ଞାନ, ମାନବର ସୃଷ୍ଟି ହେବା ପାଇଁ ଧୀରେ ଧୀରେ ଘୋର ଅନ୍ଧକାରରୁ ଆଲୋକକୁ ଆସିଥିଲେ। ସେହି ଆଲୋକ ଆଜି ମଣିଷକୁ ସନ୍ଦେହ ଘେରରେ ପକାଇଥିବାରୁ ଖାଦ୍ୟ ଚିକେନ, ମଟନ, ମାଂସ ଆଦି ପଶୁପକ୍ଷୀ ମାନବମାନେ ରାସ୍ତାଘାଟରେ କାଟି ଫାଷ୍ଟ ଫୁଡ୍, ସେକେଣ୍ଡ ଫୁଡ୍ ଖାଉଛନ୍ତି, ରୋଗଗ୍ରସ୍ତ ହେଉଛି। ସେଥିପାଇଁ ଖାଦ୍ୟକୁ କଟକଣା କଲେ ମଣିଷର ସୁସ୍ଥ ସୁନ୍ଦର ଶରୀର ଗଠନ ହେବ। ଏବଂ ଆମେ ଜାଣିପାରୁଛୁ ଟେଲିଭିଜନରୁ ରାଷ୍ଟ୍ରପତି ଠାରୁ ଆରମ୍ଭ କରି ମୁଖ୍ୟମନ୍ତ୍ରୀ, ପ୍ରତ୍ୟେକ ଉଚ୍ଚ ଶିକ୍ଷିତମାନେ ସେମାନେ ଲଘୁଆ ଖାଦ୍ୟ ଖାଆନ୍ତି। କାରଣ ଅଧିକ ଗପିଲେ, ଅଧିକ କଥା କହିଲେ
मेमोरी उपरे कुप्रभाव पड़े। बड़ पार्टी कले मेमोरी ब्लड प्रेशर रक्तचाप हुए। तेणु कथा कहवा कम एवं काम करवा अधिक। ताहले भारत में 140-145 कोटी लोक माने आपण मानकु स्वागत करने आगे आसवे। एणु मु बंधुगण मानकु अनुरोध करुच्ची जदि सन्देहजनक होउछि ताले आमर उच्च न्यायालय सुप्रीम कोर्ट अच्छी। सुप्रीम कोर्ट अरे जो विचारपति महोदय माने अछंती तांको पाखु जाई से विचार मागंतु। भारतर 145 कोटी असंख्य जनसाधारण ता निश्चय ग्रहण करेंगे। धन्यवाद। आज मु जदि यही भिडियो माध्यम छाड़ी दिया कथाटी मोर भूल होता है मते क्षमा देवे। एवं मु परमात्मा भगवान सेवक भावे अल्प किंचित मात्रे कहीदु मु भगवान पाखे प्रार्थना करुच्ची सर्वे भवन्तु सुखिनौ सर्वे सन्तु निरामय सर्वे भद्राणि मा कश्चित् दुःख भाग भवेत्। पूर्णमदः पूर्णमिदं पूर्णात् पूर्णमुदच्यते पुनश्च पूर्णमादाय पूर्णमेवावशिष्यते। स्वर्ण परिपालयन्ति ध्यानमार्गेण मही महिषा गो ब्राह्मण हिताहित सोमस्तु समस्त लोका सुखिना भवन्तु। पूर्ण वर्षन्तु पर्जन्याः पृथ्वी शस्य शालिनौ कवि रहिते ब्राह्मण संतति भय। शांति शांति शांति।